ଖର୍ପର ଧାରିଣୀ ଭଗବତୀ ସିଂହାସନୀ ଚଣ୍ଡିକେ ବୀଣା ନାରଦ ଧରମ୍ ତ୍ରିଶୂଳ ମହେଶମ୍ ପଦ୍ମାଧରମମ୍ବିକାମ୍ ଗଦା ଭୀମ ଧନୁ ଚର ଘୁବର କରମ୍ ଅର୍ଣ୍ଣଂ ଚ ଲକ୍ଷ୍ମୀ करे ଏତେ ତ୍ୱଂ ଶୁଭ ବାଞ୍ଛିତ ଶୁଭକରମ୍ ପୂର୍ବମସ୍ତୁତେ ମଙ୍ଗଳମ୍। ଜୟ ଜଗନ୍ନାଥ। ଜ୍ୟୋତିର୍ବିଦ ଚନ୍ଦ୍ରଶେଖର ନାୟକ ମୋର ଚ୍ୟାନେଲ ଜ୍ୟୋତିଷରେ ଜାତକକୁ ଆପଣମାନଙ୍କୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ସ୍ୱାଗତ ଜଣାଉଛି। ବନ୍ଧୁଗଣ, ଆମେ ଯେଉଁ କାଳସର୍ପ ଯୋଗ ବିଷୟରେ ଆଲୋଚନା କରୁଛେ, ଆମେ ତା ଦେହରୁ 2ଟି କାଳସର୍ପ ଯୋଗ ବିଷୟରେ ଆମେ ପଢି ସାରିଲେଣି। ଏବେ ଆମେ 3 ନମ୍ବର କାଳସର୍ପ ଯୋଗକୁ ଯିବା, ଯାହାକୁ କୁହାଯାଏ ବାସୁକି କାଳସର୍ପ ଯୋଗ। ସେଥିପାଇଁ ମୁଁ ନେଇଛି ପାର୍ଟ 441 ଆଉ ଶୀର୍ଷକଟିର ନାଁ ହେଉଛି ବାସୁକି କାଳସର୍ପ ଯୋଗର ବିସ୍ତୃତ ଆଲୋଚନା, ଭୟାବହତା, ପ୍ରତିକାର ଓ ଖଣ୍ଡନ। ତାହେଲେ ବନ୍ଧୁଗଣ ଦେଖନ୍ତୁ, ମୁଁ ଆପଣମାନଙ୍କୁ ଆଗରୁ କହିଛି ଯେ କାଳସର୍ପ ଯୋଗଟି କେମିତି ସୃଷ୍ଟି ହୁଏ। ରାହୁ କେତୁ 180 ଡିଗ୍ରୀରେ ରହନ୍ତି। ତେଣୁ ରାହୁ କେତୁଙ୍କର ଗୋଟିଏ ପାର୍ଶ୍ୱରେ ଯଦି ସବୁ ଗ୍ରହ ଗୁଡ଼ିକ, ଆଉ ଯୋଉ 7ଟି ଗ୍ରହ ରହିଲେ, ସେ ଯଦି ରହିଯାଆନ୍ତି ତାକୁ ଆମେ କହିବା କାଳସର୍ପ ଯୋଗ। ତାହା ପୁଣି 2 ପ୍ରକାର, ଗୋଟେ ରାହୁମୁଖୀ କାଳସର୍ପ, ଗୋଟେ କେତୁମୁଖୀ କାଳସର୍ପ। ଏ ବିଷୟରେ ମୁଁ 3ଟି ଭିଡିଓ ଆ ପୂର୍ବରୁ ଲୋଡ କରିଛି। ଆପଣମାନେ ଯଦି କାଳସର୍ପ ବିଷୟରେ ଭଲ କରି ଜାଣିବାକୁ ଚାହୁଁଛନ୍ତି 438 ନମ୍ବର ପାର୍ଟଟି ଆପଣ ଦେଖିପାରିବେ। ଆଉ ଇଏ ତାର ଗୋଟିଏ ପାର୍ଟ ସବୁ। ଯାହା ବାସୁକି କାଳସର୍ପ ଯୋଗ ବିଷୟରେ ଆମେ ଜାଣିବା। ବାସୁକି କାଳସର୍ପ ଯୋଗ କେମିତି ସୃଷ୍ଟି ହୁଏ? ଦେଖନ୍ତୁ ବନ୍ଧୁଗଣ, ଯଦି ଲଗ୍ନ ଏଇଠି ରହିଲେ ତାହେଲେ ରାହୁ ରହିଲେ ତୃତୀୟରେ, କେତୁ ରହିଲେ ନବମରେ। ବନ୍ଧୁଗଣ, ଇଏ ତ ରାହୁ କେତୁଙ୍କର ଉଚ୍ଚ ରାଶିର ଘରଟିଏ। ଇଏ ମେଷ ଲଗ୍ନ ପାଇଁ। କିନ୍ତୁ ଆପଣଙ୍କ ଲଗ୍ନ ମାନଙ୍କର ଯଦି ହେଇଛି ତୁଳା ଲଗ୍ନ, ଏଇଟା ଲଗ୍ନ, ତାହେଲେ ରାହୁ ଏଠି, କେତୁ ଏଠି। ଏମିତି ଆପଣ ଦେଖିବେ। ଆଉ ତା ମାନେ ନୁହଁ ଯେ ମୁଁ ଏଠି ରାହୁ ଲେଖିଛି, ଏଠି କେତୁ ଲେଖିଛି ଯେ କାଳସର୍ପ ଯୋଗ ହେଲା। ନାଇଁ, ଆପଣଙ୍କ ଜାତକଟି ଆପଣ ଦେଖନ୍ତୁ, ତା ଦେହରେ ରାହୁ କୋଉ ଜାଗାରେ ଅଛନ୍ତି ଆଉ କେତୁ କୋଉ ଜାଗାରେ ଅଛନ୍ତି। ଯଦି ରାହୁ 3 ନମ୍ବର ଘରେ, କେତୁ 9 ନମ୍ବର ଘରେ ଥାଆନ୍ତି, ତାହେଲେ ଆପଣ ଜାଣିବେ ଯେ ଇଏ ଆପଣଙ୍କ କଥାଟି ହିଁ କୁହାଯାଉଛି। ବନ୍ଧୁଗଣ ଦେଖନ୍ତୁ, ତାହେଲେ କାଳସର୍ପ ଯୋଗ ଥିଲେ କଣ ହୁଏ ନା, ବ୍ୟକ୍ତି ବିଶେଷ ବହୁତ ଟ୍ୟାଲେଣ୍ଟେଡ ହେଇଥାନ୍ତି। ତା କାରଣ କଣ? କାହିଁକି ଟ୍ୟାଲେଣ୍ଟେଡ ହେଇଥାନ୍ତି? ତା କାରଣଟି, ତା ପଛରେ ଏଇ ଲଜିକଟି ରହିଛି ଯେ ଯେହେତୁ 12ଟା ଘର ଭିତରୁ ଏ ଫାଳକ ଜାଗା ଖାଲି ଅଛି, ତାହେଲେ ଏଇ ଏତିକି ଘର ଭିତରେ ଯୋଉ ଗ୍ରହ ଗୁଡ଼ିକ ରହିଯାଆନ୍ତି, ଗୋଟିଏ ଘରେ ଏକାଧିକ ଗ୍ରହ ରହିଯାଆନ୍ତି, ଯାହା ଫଳରେ କି ତାଙ୍କ ଭିତରେ ବହୁଳ ରାଜଯୋଗ ସୃଷ୍ଟି ହେଇଯାଏ। ତେଣୁ ରାଜଯୋଗ ଯେଉଁ ଜାତକରେ ଯେତେ ମାତ୍ରାରେ ଅଛି, ସେ ଜାତକ ସେତିକି ପାୱାରଫୁଲ ହେଇଥାନ୍ତି। ତାହେଲେ ସେଥିପାଇଁ ବ୍ୟକ୍ତି ବିଶେଷ ବହୁତ ଟ୍ୟାଲେଣ୍ଟେଡ ହେଇଥାନ୍ତି। କାଳସର୍ପ ଯୋଗ ଯୋଉମାନଙ୍କର ଥାଏ, ସେମାନେ ସାଧାରଣତଃ ସମସ୍ତେ ନିଜ ପରିବାର ପାଇଁ ଜନ୍ମ ହେଇଥାନ୍ତି। କିନ୍ତୁ କାଳସର୍ପ ଯୋଗର ଯୋଉ ବ୍ୟକ୍ତି ବିଶେଷ ଥାନ୍ତି, ସେ ନିଜ ପରିବାରରେ ଜନ୍ମ ହେଇଥାନ୍ତି ସତ, ପରିବାର କଥା ଯେତିକି ନ ଭାବନ୍ତି, ସେ ଅନ୍ୟମାନଙ୍କ କଥା ବେଶୀ ଭାବନ୍ତି। ତା ଅର୍ଥ 100ରେ 95 ଭାଗ ଲୋକ ଅଛନ୍ତି ଯୋଉମାନେ କି ସକାଳୁ ଉଠିଲା ପରେ ରାତି ଶୋଇବା ପର୍ଯ୍ୟନ୍ତ ସେ ଗୋଟିଏ କଥା ଚିନ୍ତା କରୁଥାନ୍ତି, ମୋ ପିଲା ଛୁଆ କେମିତି ମଣିଷ ହେବେ, ମୁଁ କେମିତି ଘର କରିବି, ମୁଁ କେମିତି ସୁନା କିଣିବି, ମୁଁ କେମିତି ପ୍ରମୋଶନ ପାଇବି, ମୁଁ କେମିତି, ସବୁ ମୁଁରେ ଚାଲିଥାଏ ସବୁ କଥା। ଅନ୍ୟ ଲୋକ କଥାକୁ ସେ ବେଶୀ ଗୁରୁତ୍ୱ ଦିଅନ୍ତି ନାହିଁ। କିନ୍ତୁ ଯୋଉମାନେ କାଳସର୍ପ ଯୋଗରେ ଜନ୍ମ ହେଇଥାନ୍ତି, ସେମାନେ କଣ, ନିଜ କଥା ସେ ଯେତିକି ଭାବନ୍ତି, ଅନ୍ୟମାନଙ୍କ କଥା ବେଶୀ ଭାବନ୍ତି। ସଂସାରର ହିତ ସାଧନ କରିବା ପାଇଁ ଚାହାନ୍ତି, ସଂସାର ପାଇଁ ଭଲ କରିବା ପାଇଁ ଚାହାନ୍ତି। ସେ ଚାହାନ୍ତି ଯେ ମତେ ଲୋକ ଚିହ୍ନନ୍ତୁ, ଜାଣନ୍ତୁ, ଏଇଭଳିଆ ମନୋଭାବର ହେଇଥାନ୍ତି। କିନ୍ତୁ ସେ ଯେତେ ଯାହା କଲେ ମଧ୍ୟ ତାଙ୍କୁ ସେତିକି ରେସ୍ପନ୍ସ ମିଳେ ନାହିଁ। ଏଇଟା ହଉଛି କାଳସର୍ପ ଯୋଗର ଲକ୍ଷଣଟିଏ।
ହଉ ବନ୍ଧୁଗଣ, ତାହେଲେ ଦେଖନ୍ତୁ ଆଜି ଆମେ ଯିବା ବାସୁକି କାଳ ସର୍ପ ଯୋଗ ବିଷୟରେ ଆଲୋଚନା କରିବା। ଆପଣଙ୍କ ଜାତକଟି ଆପଣ ଖୋଲନ୍ତୁ ଆଉ ଦେଖନ୍ତୁ ଆପଣଙ୍କର 3 ନମ୍ବର ଘରେ ରାହୁ ଆଉ 9 ନମ୍ବର ଘରେ କେତୁ ଅଛନ୍ତି କି, ଆଉ ଗୋଟିଏ ସାଇଡରେ ଗ୍ରହ ଗୁଡିକ ସବୁ ରହିଯାଇଛନ୍ତି କି, ତାହେଲେ ଆପଣ ଜାଣିବେ ଯେ ଇଏ ଆପଣଙ୍କ କଥା ହିଁ କୁହାଯାଉଛି। ତାହେଲେ ବନ୍ଧୁଗଣ ଦେଖନ୍ତୁ, ରାହୁ ଯଦି ତୃତୀୟରେ ରହନ୍ତି, କେତୁ ଯଦି ନବମରେ ରହନ୍ତି, ଆପଣମାନେ ଜାଣିଛନ୍ତି ତାଙ୍କର 3ଟି ଦୃଷ୍ଟି, ଗୋଟେ ହେଲା 5 ନମ୍ବର, ଆଉ ଗୋଟିଏ 7 ନମ୍ବର, ଆଉ ଗୋଟିଏ 9 ନମ୍ବର, ଆଉ ଗୋଟିଏ 1 ନମ୍ବର, ମାନେ ଯୋଉ ଘରେ ସିଏ ରୁହନ୍ତି, ଏଇ 3ଟା ହେଲା ଦୃଷ୍ଟି। ତାହେଲେ ବନ୍ଧୁଗଣ ଦେଖନ୍ତୁ, ରାହୁ ଯଦି ଏଇଠି ରହିଲେ ତାହେଲେ ସେ କୋଉ ଘରଟାକୁ ଆଗ ଦେଖୁଛନ୍ତି, ଆଗ ରହିଛନ୍ତି କୋଉ ଘରେ। 3 ନମ୍ବର ଘରେ ରହିବାର ଅର୍ଥ ହଉଛି 3 ନମ୍ବର ଘରଟି କଣ ନା, 3 ନମ୍ବର ଘରଟି ହଉଛି ଆପଣଙ୍କର ମେହନତର ଘର, ପରିଶ୍ରମର ଘର, ପ୍ରଥମ କଥାଟିଏ। ଦ୍ୱିତୀୟ କଥା ହେଲା କଣ, ଆପଣଙ୍କର ଛୋଟ ଛୋଟ ଭାଇ ଭଉଣୀ ମାନଙ୍କର ଘର। ତୃତୀୟ କଥା କଣ ନା, ଆପଣଙ୍କର ଛୋଟ ଛୋଟ ଯାତ୍ରାର ଘରଟିଏ, କମ୍ୟୁନିକେସନର ଘରଟିଏ। ତାହେଲେ ଠିକ ଅଛି ବନ୍ଧୁଗଣ, ସେଇ ଜିନିଷଟାକୁ ସେ ନଷ୍ଟ କରିଦିଅନ୍ତି। ତା ଅର୍ଥଟି କଣ? ତା ଅର୍ଥ ହେଉଛି, ପ୍ରଥମ କଥା ଆମେ ଆଲୋଚନା କରିବା ମେହନତର ଘର ବା ପରିଶ୍ରମର ଘର। ଆପଣମାନେ ଗୋଟେ ଜିନିଷ ନଜର କରିଥିବେ, କେତେ ଲୋକ ଅଛନ୍ତି ସେ ପାଠ ପଢିଛନ୍ତି ଗୋଟା ଲାଇନରେ, କାମ କରୁଛନ୍ତି ଗୋଟା ଲାଇନରେ। ଆପଣ ଇଞ୍ଜିନିୟରିଂ ପାଠଟିଏ ପଢିଥିବେ, ଆପଣ ଦେଖିଲା ବେଳକୁ ଇଆଡେ ଶିକ୍ଷକଟିଏ ହେଇଥିବେ, କି ଆପଣ କୋଉଠି ଦୋକାନଟିଏ କରିଥିବେ। ତାହେଲେ ଆପଣ ଏତେ ଯୋଉ ପାଠଟି ପଢିଲେ, ସେ ପାଠ ହିସାବରେ ଆପଣ ତ କିଛି ବେନିଫିଟ ପାଇଲେନି। ତାହେଲେ ପାଠ ପଢିଛନ୍ତି ଅନ୍ୟ ଲାଇନରେ, କାମ କରୁଛନ୍ତି ଅନ୍ୟ ଲାଇନରେ। ଯିଏ ଯୋଉ ଲାଇନରେ ପାଠଟି ପଢିଥାଏ, ସେଇ ଲାଇନରେ କାମଟିଏ ଯଦି କରେ ତାକୁ ବଡ ସହଜ ହୁଏ। ଡାକ୍ତର କାମ ଇଞ୍ଜିନିୟର ଜାଣିବନି କି ଇଞ୍ଜିନିୟର କାମ ଡାକ୍ତର ଜାଣିବନି। ଯିଏ ଯୋଉ କାମ ପାଇଁ ପ୍ରସ୍ତୁତ ହେଇଛନ୍ତି, ସେ ସେଇ କାମଟି ଯଦି ତାଙ୍କୁ ମିଳିଯାଏ, ତାହେଲେ ସେ ସେଇ ଲାଇନରେ ଭଲ ପରଫରମାନ୍ସ ଦେଇପାରନ୍ତି। କିନ୍ତୁ ଏଠି ରାହୁ ଯଦି କାଳସର୍ପ ଯୋଗଟିଏ ସୃଷ୍ଟି କରୁଥାନ୍ତି, ତାହେଲେ ସେ କଣ କରନ୍ତି, ପାଠ ପଢିଥାନ୍ତି ଭିନ୍ନ ଲାଇନରେ, କାମ କରନ୍ତି ଭିନ୍ନ ଲାଇନରେ, ଯାହା ଫଳରେ ତାଙ୍କୁ ଜବ ସାଟିସ୍ଫାକ୍ସନ ମିଳେ ନାହିଁ। ଆଚ୍ଛା, ତାପରେ ଆଉ ଗୋଟିଏ କଥା ଦେଖନ୍ତୁ ବନ୍ଧୁଗଣ, ସିଏ ଆପଣଙ୍କର ଛୋଟ ଭାଇ ଭଉଣୀ ମାନଙ୍କର ଘର। ତେଣୁ ଛୋଟ ଭାଇ ଭଉଣୀ ମାନଙ୍କ ପ୍ରତି ଆପଣ ଯାହା କଲେ ମଧ୍ୟ ସିଏ ଆପଣଙ୍କୁ ସେତିକି ରେସ୍ପନ୍ସ ଦିଅନ୍ତି ନାହିଁ, ଆଉ ଅଟୋମେଟିକ ଆପଣଙ୍କ କାମରେ ବି କୋଉଠି ଭୁଲ ଭାଲ ବି ହେଇଯାଏ। ଆଚ୍ଛା, ତାପରେ ଆଉ ଗୋଟିଏ କଥା ଦେଖନ୍ତୁ, ଆପଣ କେତେ ଲୋକ ଅଛନ୍ତି ସିଏ ରାତି ପାଇଲେ କୁଆଡେ ନା କୁଆଡେ ଯାଆନ୍ତି। ହଁ, ଆପଣ ଯଦି କୌଣସି ଉଦ୍ଦେଶ୍ୟ ରଖିକି ଯାଉଛନ୍ତି, ଉଦ୍ଦେଶ୍ୟ ଯଦି ଆପଣଙ୍କର ପୂର୍ଣ୍ଣ ହଉଛି ତାହେଲେ ଠିକ ଅଛି, କିନ୍ତୁ ସେ ଉଦ୍ଦେଶ୍ୟ ବିହୀନ ଭାବରେ ଯାଆନ୍ତି, ଆଉ ଉଦ୍ଦେଶ୍ୟ ତାଙ୍କର ପୂରଣ ହୁଏ ନାହିଁ। ଇଏ ଗଲା 3 ନମ୍ବର କଥାଟିଏ, ମାନେ ଯୋଉ ଘରେ ରାହୁ ଅଛନ୍ତି, 1 ନମ୍ବର ଘର। ତାପରେ ସେ ପଞ୍ଚମ ଦୃଷ୍ଟିରେ 7 ନମ୍ବର ଘରଟିକି ଦେଖୁଛନ୍ତି, 1 2 3 4 5। ତେଣୁ ଏଇ ଘରଟିକି ଦେଖିଦେଲେ, ଏଇ ଘରଟି ଆପଣଙ୍କର କଣ, ଏଇ 7 ନମ୍ବର ଘରଟି ହଉଛି ଆପଣଙ୍କର ପାର୍ଟନରର ଘର। ପାର୍ଟନର ବିଭିନ୍ନ ପ୍ରକାର ଅଛନ୍ତି, ଆପଣଙ୍କର ଲାଇଫ ପାର୍ଟନର ଅର୍ଥାତ ଆପଣଙ୍କର ସ୍ତ୍ରୀ ବା ସ୍ୱାମୀ, ଆପଣଙ୍କର ବିଜନେସ ପାର୍ଟନର, କେତେ ଲୋକ ସାଙ୍ଗ ହେଇକି ବିଜନେସ କରୁଛନ୍ତି ପାର୍ଟନରସିପରେ, ସେଇ ଜିନିଷ ଗୁଡିକୁ ଖରାପ କରିଦିଅନ୍ତି। ଅର୍ଥାତ ଯଦି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ମତଭେଦ ସୃଷ୍ଟି କରିଦିଅନ୍ତି, କାରଣ ରାହୁ ହଉଛନ୍ତି କଣ, ପ୍ଲାନେଟ ଅଫ କନଫ୍ୟୁଜନ। ସେ ମନ ଭିତରେ ବିଭିନ୍ନ ପ୍ରକାର କନଫ୍ୟୁଜନ ପୁରେଇ ଦେବେ। ତାହେଲେ ଆପଣଙ୍କର ପାର୍ଟନରସିପରେ ଯଦି ଆପଣ କିଛି ବିଜନେସ କରିବା ପାଇଁ ଚାହୁଁଛନ୍ତି, କରିପାରିବେ ନାହିଁ, କଲେ ଆପଣ କ୍ଷତି ସହିବେ। ଦାମ୍ପତ୍ୟ ଜୀବନରେ କଳହ ସୃଷ୍ଟି କରିଦେବେ, ଦାମ୍ପତ୍ୟ ଜୀବନରେ ସନ୍ଦେହ ସୃଷ୍ଟି କରିଦେବେ, ଯାହା ଫଳରେ କି ଆପଣଙ୍କର ଦାମ୍ପତ୍ୟ ଜୀବନଟି ଠିକ ରହିବ ନାହିଁ। ତାପରେ 7ମ ଦୃଷ୍ଟିରେ 9ମ ଘରଟିକୁ ଦେଖୁଛନ୍ତି, ଯୋଉ ଘରେ କେତୁ ଅଛନ୍ତି। 9ମ ଘରଟିକି ଦେଖିଲେ କଣ ହବ, 9ମ ଘରଟି ହଉଛି ଆପଣଙ୍କର ଭାଗ୍ୟର ଘର, ଆପଣଙ୍କୁ ଭାଗ୍ୟ ସାଥ ଦେବେ ନାହିଁ ବେଶୀ। ଆଉ ବାପାଙ୍କର ଘର, ବାପାଙ୍କ ସାଙ୍ଗରେ ମନମାଳିନ୍ୟ କରେଇଦେବେ। ଆଉ
ସିଏ ହେଲା ଧର୍ମର ଘର। ଆପଣ ଧର୍ମ କଥା ବିଶେଷ ଆପଣଙ୍କୁ ଅଧିକା ରୁଚି ଲାଗିବ ନାହିଁ, ସେଥିରେ ଆପଣଙ୍କର ରୁଚି ରହିବ ନାହିଁ। ତାହେଲେ ଇଏ ଗଲା ନବମ ଘର କଥାଟି। ତାପରେ ନବମ ଦୃଷ୍ଟିରେ ସିଏ ଆପଣଙ୍କର ଆୟ ଘରଟିକୁ ଦେଖୁଛନ୍ତି, ଏକାଦଶ ଘରଟିକୁ। ଆପଣ ପରିଶ୍ରମ ବହୁତ କରିବେ, ଆୟ ସେଇ ପରିମାଣରେ ଆୟ ହବ ନାହିଁ। ଆଉ ସିଏ କଣ? ଇଚ୍ଛା ପୂର୍ତ୍ତିର ଘର, ଫୁଲଫିଲମେଣ୍ଟ ଅଫ ଡିଜାୟାର। ଆପଣ ଯାହା ଭାବୁଥିବେ ଯେ ମୁଁ ଏଇଆ କରିପାରିବି, ଏଇ ବର୍ଷ ଭିତରେ ଏତିକି କରିପାରିବି, ଦେଖିବେ ତାର 50% ବି ଆପଣ କରିପାରି ନାହାନ୍ତି। ଆଚ୍ଛା, ସେଇ ସମାନ କଥା କେତୁଙ୍କ କ୍ଷେତ୍ରରେ। କେତୁ ଯଦି ନବମ ଘରେ ରହିଲେ, ଲଗ୍ନଟିକୁ ଦେଖିଲେ, ଲଗ୍ନକୁ ଯଦି କେତୁ ଦେଖି ଦିଅନ୍ତି, ସିଏ କାଳସର୍ପ ଯୋଗରେ ରହିକରି ସିଏ ଆପଣଙ୍କ ମନରେ ସନ୍ଦେହ ସୃଷ୍ଟି କରିବେ। ଆପଣ ସନ୍ଦେହୀ ପ୍ରବୃତ୍ତିର ହେଇଯିବେ, ପ୍ରତ୍ୟେକ କ୍ଷେତ୍ରରେ ସନ୍ଦେହ କରିବେ। ଆଉ 3 ନମ୍ବର ଘର କଥା ତ କହିଲି। ତାପରେ ଦେଖନ୍ତୁ ନବମ ଦୃଷ୍ଟିରେ ସେ ଦେଖୁଛନ୍ତି 5 ନମ୍ବର ଘରଟିକୁ। 5 ନମ୍ବର ଘରର ଅର୍ଥ କଣ? ଆପଣଙ୍କର ସନ୍ତାନର ଘର। ଦ୍ୱିତୀୟ କଥା ହଉଛି ଲଭ୍ ରୋମାନ୍ସର ଘର, ଆଉ ଉଚ୍ଚ ଶିକ୍ଷାର ଘର। ସେ ସେଇଥିରେ ବାଧା ସୃଷ୍ଟି କରିଦିଅନ୍ତି। ତାହେଲେ ବନ୍ଧୁଗଣ, ଯଦି ଏଇଭଳିଆ କଣ୍ଡିସନରେ ଜିନିଷଟି ଅଛି, ତାହେଲେ ଆପଣ ଜାଣିବେ ଆପଣଙ୍କର ଏଇଭଳିଆ ଫଳଟି ଆପଣଙ୍କୁ ମିଳିବ। ଆଉ ଯଦି ଏପଟେ ହେଇଛନ୍ତି, ଗ୍ରହ ସବୁ ଅଛନ୍ତି, ଇଏ ହେଲା ଉଦିତ କାଳ ସର୍ପ, ଏପଟକୁ ଯଦି ପଳେଇ ଆସିଛନ୍ତି ସବୁ, ତାହେଲେ ଆକୁ ଅନୁଦିତ କାଳ ସର୍ପ। ଏଇ ଉଦିତ କାଳ ସର୍ପ ଯୋଗଟି ଟିକେ ବେଶୀ ଡେଞ୍ଜର, ବେଶୀ ଖରାପ ଫଳ ଦିଅନ୍ତି ସିଏ। ଆଉ ସେ ଖଣ୍ଡନ କେମିତି ହେବେ ନା, ଯଦି ମୁଁ ଆଗରୁ କହିଛି, ସବୁ ଏପିସୋଡରେ କହୁଛି, ମିନିମମ୍ 2ଟି ଗ୍ରହ ଉଚ୍ଚରେ ଥିବେ। ମନେକର ଏଇ ଏପଟେ କାଳ ସର୍ପ ଯୋଗ ହେଇଛି, ଏଠି ବୁଧ ଏଠି ଅଛନ୍ତି, ଏଠି ଶନି ଅଛନ୍ତି। ଶନି ଏଠି ଉଚ୍ଚ, ବୁଧ ଏଠି ଉଚ୍ଚ। କି ମିନିମମ୍ 2ଟି ଗ୍ରହ ସ୍ୱକ୍ଷେତ୍ରରେ ଥିବେ। ମନେକର ରବି ଏଠି ଅଛନ୍ତି, ହେଇ ଚନ୍ଦ୍ର ଏଠି ଅଛନ୍ତି। ଠିକ ଅଛି। ଆଚ୍ଛା, ଯଦି ରାଜଯୋଗ ସୃଷ୍ଟି ସବୁ ହଉଥିବ, ଚନ୍ଦ୍ର ବୃହସ୍ପତି ଗଜକେଶରୀ ଯୋଗ, ବୁଧ ଶୁକ୍ର ଲକ୍ଷ୍ମୀ ନାରାୟଣ ଯୋଗ, ଚନ୍ଦ୍ର ମଙ୍ଗଳ ମହାଲକ୍ଷ୍ମୀ ଯୋଗ, ମଙ୍ଗଳ ବୃହସ୍ପତି ପାରିଜାତ ଯୋଗ, ବୁଧ ଶୁକ୍ର ସିଏ ହେଲା ଲକ୍ଷ୍ମୀ ନାରାୟଣ ଯୋଗ, ବୃହସ୍ପତି ଶୁକ୍ର ମିଶିଲେ ଶଙ୍ଖ ଯୋଗ। ଏଇଭଳି ଯୋଗ ଗୁଡିକ ଯଦି ସୃଷ୍ଟି ହଉଥାଏ, ତାହେଲେ କାଳସର୍ପ ଯୋଗର ତାର ପାୱାରଟା କମି ଯାଇଥାଏ, ସେତିକି କାମ ଦିଏ ନାହିଁ। ଆଉ କଣ ହୁଏ? ଯଦି ରାହୁଙ୍କ ସାଙ୍ଗରେ ଯୋଉ ଗ୍ରହ ମିଶିକିରି ଅଛନ୍ତି, ସିଏ ଯଦି ରାହୁଙ୍କ ଡିଗ୍ରୀ ଠାରୁ ଅଧିକା ଡିଗ୍ରୀରେ ଥିବେ, ତାହେଲେ ମଧ୍ୟ କାଳସର୍ପ ଯୋଗଟି ଖଣ୍ଡନ ହଉଛି ବୋଲି କୁହାଯିବ। ଆଉ ରାହୁଙ୍କୁ ଶନି, ମଙ୍ଗଳ, ବୃହସ୍ପତି ଯେକୌଣସି ଗ୍ରହଙ୍କର ଯଦି ଦୃଷ୍ଟି ପଡୁଛି ତାଙ୍କ ଉପରେ, ଖଣ୍ଡନ ମାନେ ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ ହୁଏ ନାହିଁ ବନ୍ଧୁଗଣ, ଏଟା ବି କହିଦଉଛି। ସମ୍ପୂର୍ଣ୍ଣ ଭାବରେ ଖଣ୍ଡନ ହୁଏ ନାହିଁ, ତାର ପାୱାର କମିଯାଏ। 100 ଜାଗାରେ 20, କିନ୍ତୁ ଅଛି ପାୱାର। ତେଣୁ ତା ପାଇଁ ଆପଣ ଯୋଉ ପ୍ରତିକାରଟିଏ କରିବେ, ଆପଣ ରୁଦ୍ରାଭିଷେକଟିଏ କରିପାରିବେ, ନାଗନାଗୁଣୀ ଦାନଟିଏ କରିପାରିବେ, ଆଉ ଆପଣ ନାଗପଞ୍ଚମୀ ଦିନ ଉପବାସ ରହିପାରିବେ, କି ସେଦିନ ଯାଇକିରି ପୂଜାଟିଏ କରିପାରିବେ। ଏଇଭଳି ଯଦି କରନ୍ତି, ତାହେଲେ ସେ କାଳସର୍ପ ଯୋଗଟି ଖଣ୍ଡନ ହେଇଯାଇଥାଏ, ଆଉ ବ୍ୟକ୍ତି ବିଶେଷ ଭଲ ଫଳଟିଏ ପାଇଥାନ୍ତି। ତାହେଲେ ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ଆଗ ବୁଝି ସାରିଲେଣି। ଆପଣଙ୍କୁ ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ହଉ, ଏତିକିରେ ରହିଲି ବନ୍ଧୁଗଣ। ଜୟ ଜଗନ୍ନାଥ।